ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଆମ ଓଡ଼ିଆ ବ୍ୟାକରଣରେ ଛନ୍ଦ ଆଉ ଅଳଙ୍କାର ଅଛି। ଆଜି ଆମ ଓଡ଼ିଆ ବ୍ୟାକରଣ କୋର୍ସରେ ଥିବା ପ୍ରଥମ ଛନ୍ଦ ବିଷୟରେ ଆମେ ଆଲୋଚନା କରିବା। ପ୍ରଥମେ ଜାଣିବା ଛନ୍ଦ କ'ଣ। ଗୀତି କବିତା ରଚନାର ଏକ ନିର୍ଦ୍ଦିଷ୍ଟ ନିୟମ ବା ଶୈଳୀକୁ ଛନ୍ଦ କୁହାଯାଏ। ଗୀତି ବା କବିତା, ଗୀତ କବିତା ଏ ସମସ୍ତ ରଚନା କରିବାର ଗୋଟେ ନିର୍ଦ୍ଦିଷ୍ଟ ନିୟମ ଅଛି। ଯେମିତି ଯେକୌଣସି କାବ୍ୟ କବିତା ଆମେ ପଢ଼ିଲା ବେଳେ ଗୋଟେ ଛାନ୍ଦ ଅଛି। ଛାନ୍ଦ କ'ଣ ନା ସେଇ କେତେ ଗୁଡ଼ିଏ ପଦକୁ ନେଇ ଗୋଟେ ଛାନ୍ଦ ହୋଇଛି। ସେ ଛାନ୍ଦର ପ୍ରତ୍ୟେକ ପଦ ଏକ ନିର୍ଦ୍ଦିଷ୍ଟ ଭାବଧାରାରେ ଲେଖା, ନିୟମରେ ଲେଖା, ଶୈଳୀରେ ଲେଖା, ତେଣୁ ତାକୁ କୁହାଯାଏ ଛନ୍ଦ। ଛନ୍ଦର ଅନ୍ୟ ନାମ ହେଉଛି ବୃତ୍ତ। ଆମେ ଛନ୍ଦ କହିବା ଯାହାକୁ ବୃତ୍ତ ମଧ୍ୟ ସେଇଆ କହିବା। ଏଇ ଛନ୍ଦ ମିତ୍ରାକ୍ଷର ଅମିତ୍ରାକ୍ଷର ଛନ୍ଦରେ ବିଭକ୍ତ। ମିତ୍ରାକ୍ଷର ଛନ୍ଦ ପୂର୍ଣ୍ଣ, ଅପୂର୍ଣ୍ଣ ଏବଂ ଏକାନ୍ତର। ଆମ କୋର୍ସରେ ଯେଉଁ ଅଛି, ସର୍ବପ୍ରଥମ ଛନ୍ଦର ନାଁ ହେଉଛି ଦାଣ୍ଡି ଛନ୍ଦ ବା ଦାଣ୍ଡି ବୃତ୍ତ। ପ୍ରଥମେ ଆମେ ଏହି ଦାଣ୍ଡି ବୃତ୍ତ ବିଷୟରେ ଜାଣିବା ଦରକାର। ଦାଣ୍ଡି ବୃତ୍ତର ଲକ୍ଷଣ ଏହା ଦୁଇ ପାଦରେ ଏକ ପଦ ହୁଏ। ଦୁଇ ପାଦରେ ଏକ ପଦ ଅର୍ଥାତ୍ ଦୁଇ ପାଦ ମାନେ ଦୁଇଟି ପାଦ ଅର୍ଥାତ୍ ଦୁଇଟି ଧାଡ଼ି, ଦୁଇଟି ଚରଣ ବା ଦୁଇଟି ପାଦ। ଦୁଇ ଧାଡ଼ିରେ ଦୁଇ ପାଦରେ ଗୋଟିଏ ପଦ ହୁଏ। ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା ଏହି ଦାଣ୍ଡି ବୃତ୍ତରେ ସମାନ ନୁହେଁ। ଗାୟକ ଗାନ କଲାବେଳେ ନିଜର ସୁବିଧା ଅନୁସାରେ ସ୍ୱର ଲମ୍ବେଇ ଗାନ କରୁଥାଏ। ମନେ କରାଯାଉ ଯେ କି ଯେକୌଣସି ଆମେ ଗୋଟେ ଛାନ୍ଦ ପଢ଼ିବା କି ଗୀତ ପଢ଼ିବା, ଯଦି ଉପର ଧାଡ଼ିର ଅକ୍ଷର ଯେତିକି ଥିବ ତଳ ଧାଡ଼ିର ଅକ୍ଷର ସେତିକି ନଥିବ, ଅଧିକ ଥିବ କିମ୍ବା କମ୍ ଥିବ, ତାହେଲେ ଯଦି ବାଦ୍ୟଯନ୍ତ୍ର ବା ତାଳ ସହିତ ଆମେ ଗାନ କରିବା ତାହେଲେ ତାଳରେ ବ୍ୟତିକ୍ରମ ହେବ। କିନ୍ତୁ ଏହି ଦାଣ୍ଡି ବୃତ୍ତରେ ଉପର ଧାଡ଼ି ତଳ ଧାଡ଼ିର ଅକ୍ଷର ସଂଖ୍ୟା ସମାନ ନଥାଏ। ଗାୟକ ଗାନ କଲାବେଳେ ସ୍ୱର ଲମ୍ବେଇକି ଆଡ଼ଜଷ୍ଟ କରି ଗାଇବ। ଏହା ହେଉଛି ଦାଣ୍ଡି ବୃତ୍ତ। ଏହି ଦାଣ୍ଡି ବୃତ୍ତରେ କେଉଁ ମୁଖ୍ୟ ପୁରାଣ ଶାସ୍ତ୍ର ଲେଖା ହେଇଛି, କବିମାନଙ୍କର କଥା ବିଷୟରେ ଆମେ ଜାଣିବା। ସାରଳା ଦାସଙ୍କର ମହାଭାରତ, ଶୂଦ୍ରମୁନି ଆଦି କବି ସାରଳା ଦାସଙ୍କର ଓଡ଼ିଆ ମହାଭାରତ ଦାଣ୍ଡି ବୃତ୍ତରେ ରଚିତ ଏବଂ ବଳରାମ ଦାସଙ୍କର ଦାଣ୍ଡି ରାମାୟଣ ତାହା ମଧ୍ୟ ସେହି ବୃତ୍ତରେ ରଚିତ ଏବଂ ଚୈତନ୍ୟ ଦାସଙ୍କର ବିଷ୍ଣୁ ଗର୍ଭ ପୁରାଣ ଏହି ବୃତ୍ତରେ ରଚିତ। ତେଣୁ ଆଉ ଥରେ ମୁଁ ସଂକ୍ଷେପରେ କହିଦେଉଛି, ପିଲାମାନେ ମନେ ରଖିବ। ଦାଣ୍ଡି ବୃତ୍ତର ଲକ୍ଷଣ ହେଉଛି କ'ଣ ନା ଦାଣ୍ଡି ବୃତ୍ତ ଏହା ଦୁଇ ପାଦରେ ଏକ ପଦ ହୁଏ। ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା ସମାନ ନୁହେଁ। ଗାୟକ ଗାନ କଲାବେଳେ ନିଜର ସୁବିଧା ଅନୁସାରେ ସ୍ୱର ଲମ୍ବେଇ ଗାନ କରେ। ସାରଳା ଦାସଙ୍କର ମହାଭାରତ, ବଳରାମ ଦାସଙ୍କର ଦାଣ୍ଡି ରାମାୟଣ ଏବଂ ଚୈତନ୍ୟ ଦାସଙ୍କର ବିଷ୍ଣୁ ଗର୍ଭ ପୁରାଣ ଏହି ଛନ୍ଦରେ ଲିଖିତ। ଏତିକି ସମ୍ୟକ୍ ଧାରଣା ଦେଇ ମୁଁ ଆଜି ବିଦାୟ ନେଉଛି। ମନ ଦେଇ ପିଲାମାନେ ଟିକେ ଧ୍ୟାନ ଦେବ, ମନେ ରହିଯିବ ଖୁବ୍ ଶୀଘ୍ର। ତା ପରବର୍ତ୍ତୀ ଅଧ୍ୟାୟରେ ମୁଁ ଆସିବି ଭାଗବତ ବାଣୀ ନବାକ୍ଷରୀ ଗୁଜ୍ଜରୀ ବିଷୟରେ ଆଲୋଚନା କରିବି। ଏମିତି ଓଡ଼ିଆ ବ୍ୟାକରଣ ଧୀରେ ଧୀରେ କ୍ରମାନ୍ୱୟରେ ମୋ ୟୁଟ୍ୟୁବ୍ ଚ୍ୟାନେଲରେ ମୁଁ ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ଇଚ୍ଛା କରୁଛି। ପିଲାମାନେ ସମସ୍ତେ ମନ ଧ୍ୟାନପୂର୍ବକ ଟିକିଏ ଦେଖିବ ସମୟ ବାହାର କରି ଏବଂ ନିଶ୍ଚୟ ଫଳପ୍ରଦ ହେବ। ଜୟ ଜଗନ୍ନାଥ।